হইলে চালো হইলে চালো যে ডাহার বাঘ জীবন গাইব অপুত্রিক হব লক্ষণ কেମିତି দেব না বাମ ଦିଗକୁ ଦକ୍ଷିଣକୁ ରୋଶନା ବାହାରୁ ଯିଏ ଡାହାଣକୁ ଯିବ ବୁଲେଇବ ପିତୃପୁରୁଷ ସେ ଅଲକ୍ଷଣଠୁ ଜଳ ନେବେ ରୋଗ କେମିତି ଦବ ଶୁଣ 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 ଏ ହୁଳହୁଳିଟା କଣ ମା ଆଗେ ବୁଝୁ ହୁଳହୁଳିଟା କାହିଁକି ଦିଆଯାଏ ହୁଳହୁଳିଟା ପ୍ରତ୍ୟେକ ଶୁଭକର୍ମ କାହିଁକି ତାକୁ ପ୍ରୟୋଗ କରାଯାଏ ଶୁଣ ଏ ହୁଳହୁଳିଟା କଣ କିରେ ନା ହୁଳବଟି ଶଙ୍କର ମା ହୁଳିଟି ପାର୍ବତୀ ହୁଳବଟି କୃଷ୍ଣ ଆଉ ହୁଳି ରାଧାବତୀ ଜଣେ କବି ଲେଖିଲେ ବାହାରୁ ଡାହାଣକୁ ଦେଲେ ଅଶୁଭ ଆଉ ଜଣେ କବି ଲେଖୁଛନ୍ତି ଡାହାଣରୁ ବାହାରକୁ ଦେଲେ ଅଶୁଭ ଏତିକି ନୀତି ନିୟମ ତାର ହୁଳହୁଳି କଣ ବନ୍ଦ ହେଇଯିବ ନା କିନ୍ତୁ ସଦା ସର୍ବଦା ମୁଁ କହିଦେବି ହୁଳହୁଳି তুমি ସାଙ୍ଗେ ସାଙ୍ଗେ ଯିବ ବୋଲି ଆରମ୍ଭ କରିବ ନା ହୁଳହୁଳିଟା ଦବା ପୂର୍ବରୁ ମା ଜିଭଟା ଦାନ୍ତରେ ବାଜିଲେ ଚଳିବ କେହି ବି ଧବା ଡାହାଣରୁ ବାହାରକୁ ଦେଲେ ଚଳିବ କିନ୍ତୁ ପୁରାଣ ପ୍ରମାଣ କରେ କିନ୍ତୁ ଯଦି ବାହାରୁ ଡାହାଣକୁ ଜିଭଟା ବୁଲାଅ ତମର ମଙ୍ଗଳ ହବ ସବୁ ଜଗତର ମଙ୍ଗଳ ହବ ବାମରୁ ଡାହାଣକୁ ଜିଭ ବୁଲେଇଲେ ହୁଳହୁଳିଟା ଶୁଭ ତେବେ ଧନରେ କହିବାର ଉଦ୍ଦେଶ୍ୟ ହୁଳହୁଳି ଦବା ପୂର୍ବରୁ ଜିଭ ବୁଲେଇବା ଆରମ୍ଭ କରିବା ପୂର୍ବରୁ ସଦା ସର୍ବଦା ହର ଆଉ ଗୌରୀ ଶିବ ଆଉ ପାର୍ବତୀଙ୍କୁ ଟିକେ ମନ ଭିତରେ ସ୍ମରଣ କରିବ ଅନ୍ତର ଆତ୍ମାରେ ଟିକେ ଚିନ୍ତା କରିବ ତାପରେ ଜିଭ ବୁଲେଇବା ଆରମ୍ଭ କରିବ ହୁଳହୁଳିଟାକୁ ସାମାନ୍ୟ ବୋଲି ଭାବିବ ନା ହୁଳହୁଳି ଦବା ପୂର୍ବରୁ ପ୍ରଥମେ ଇଷ୍ଟ ଦେବତା ଭଗବାନ ଶଙ୍କର ଆଉ ଦୁର୍ଗା ଶିବ ପାର୍ବତୀ ମନ ଭିତରେ ଚିନ୍ତା କରିବ ନା ବାପା ମୁଁ ତ ଜାଣିଛ ଟେକିକି ବାବୁଲି ଜାଲ କାଟି ପକେଇଛି ମାଇସିଆ ବାଗିଆ ଦେଖା ଦେଖିନି କଣ ଭାବୁଛି ଯୌବନଟା ଭାରି ନା ଭଲ ନୁହେଁ ଏ ଯୌବନଟା ଭାରି ଖରାପ ନା ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ୱ ମଧ୍ୟକତା ଖାୟ